ତିଆରି ହୋଇଛନ୍ତି ନିଆରା ଗଣେଶ। ଯିଏ ଦେଖୁଛି ହେଉଛି ଆଶ୍ଚର୍ଯ୍ୟ। ତେବେ ଗଣେଶ ପୂଜା ଆସିବା ମାତ୍ରେ ଉତ୍ସବ ମୁଖର ହୋଇ ଉଠେ ସାରା ଭାରତ। ଗଣେଶ ପୂଜାରେ ଭିନ୍ନ ଭିନ୍ନ ସାମଗ୍ରୀକୁ ନେଇ ନିର୍ମାଣ ହୋଇଥାଏ ଗଣେଶଙ୍କର ମୂର୍ତ୍ତି, ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ ଲାଗେ। ସେମିତି ଏକ ଭିନ୍ନ ଧରଣର ମୂର୍ତ୍ତି ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରେ। ବିଶାଖାପଟ୍ଟନମ ସହରରେ କେବେ ଚାଉଳରେ, କେବେ ଚୁଡ଼ିରେ ତ କେବେ ନଡ଼ିଆରେ ସୁନ୍ଦର ମୂର୍ତ୍ତି ତିଆରି କରନ୍ତି ଗଣେଶଙ୍କର। କିନ୍ତୁ ଚଳିତ ବର୍ଷ ସହରର ଗାଜୁଆକା ନିକଟରେ ଲମ୍ବୋଦର ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ନିର୍ମାଣ ହୋଇଛନ୍ତି 75 ଫୁଟର ଗଣେଶ, ଯାହାକି କେବଳ ଖାଇବା ଗୁଡ଼ରେ। ଏହା ଭାରତର ପ୍ରଥମ ଗଣେଶ ମୂର୍ତ୍ତି ଯାହା 20 ଟନ୍ ଗୁଡ଼ରେ ତିଆରି ହୋଇଛି। ତେବେ ଏନେଇ ଟ୍ରଷ୍ଟର ମୁଖପାତ୍ର କହିଛନ୍ତି ଯେ ଗଣେଶ ମୂର୍ତ୍ତି ନିର୍ମାଣ ପାଇଁ ଆବଶ୍ୟକୀୟ 20 ଟନ୍ ଗୁଡ଼ ରାଜସ୍ଥାନ ସହରରୁ ଅଣାଯାଇଛି। ମୁମ୍ବାଇ, କୋଲକାତା ଏବଂ ଆନାକାପ୍ଲିର କୁଶଳୀ ଶିଳ୍ପୀମାନେ ମିଳିତ ଭାବରେ ଏହି ସୁନ୍ଦର ଗଣେଶ ମୂର୍ତ୍ତିଟି ତିଆରି କରିଛନ୍ତି। ତେବେ ଏହି ମୂର୍ତ୍ତିକୁ ନିର୍ମାଣ କରିବାକୁ କାରିଗରଙ୍କୁ 2 ମାସର ସମୟ ଲାଗିଥିଲା। ତେବେ ଏହି ଭିନ୍ନ ଧରଣର ଗଣେଶ ମୂର୍ତ୍ତି ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ଼ ଜମୁଛି। ଏଠାରେ 21 ଦିନ ଧରି ପୂଜା ଚାଲିବ। ପରେ ମୂର୍ତ୍ତି ନିର୍ମାଣ ପାଇଁ ବ୍ୟବହୃତ ଗୁଡ଼କୁ ଭକ୍ତଙ୍କ ମଧ୍ୟରେ ପ୍ରସାଦ ରୂପେ ବଣ୍ଟନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି। ବ୍ୟୁରୋ ରିପୋର୍ଟ, ପ୍ରତିଦିନ ଟିଭି।